ତୋଳିକି ନେବି। କାଇଁ ନବୁ ସେଟା? ଇଏ କେବେ ଖଡ଼ା ହବନି ତି? ନା ପୁରା ସରିଯିବ। ମତେ ଲାଗୁଛି ଏଥିରେ ବେଡସିଟ୍ ତିଆରି ହୁଏ ବୋଧେ। ଏତେ ଦିନ ବି କୁଣ୍ଡେଇ ହବନି। ହଁ ସବୁଦିନ ପାଇଁ। ଦିନ 2 ମାସ ପାଇଁ। ଦିନ ଯାକ। ଆ ମା କହିଲେ କୁଣ୍ଡେଇ କୁଣ୍ଡେଇ ଲୋକ ମରିଯାନ୍ତି। ଏଇ ପାଗଳ ହେଲା আর ଯୋଉଠି ହେଲେ ବାଡି ଖେଳ ଲୋକ ବୁଲିବାକୁ ଆସୁଛନ୍ତି ବାଡି ଖେଳ ଆରମ୍ଭ ହେଲା। ଭାଇ ଦେ ସେ ଗଛ କୁ ଗଛ କହିବି ସେ ଗଛ ତାକୁ ଛୁଇଁଲେ ସୁନା ଏତେ ଦିନ ବି କୁଣ୍ଡେଇ ହବନି। ହଁ ସବୁଦିନ ପାଇଁ। ଦିନ 2 ମାସ ପାଇଁ। ଦିନ ଯାକ। ଆ ମା କହିଲେ କୁଣ୍ଡେଇ କୁଣ୍ଡେଇ ଲୋକ ମରିଯାନ୍ତି। ଆଉ ମୋ ପାଇଁ ଲାଗିଗଲା ଏଠି ମୁଁ ପ୍ରବଳ କୁଣ୍ଡେଇ ସେଇ ଗଛଟା କି? ହଁ ସେଇ ଗଛ ଲାଗିଲା। ଆସେ ପାଣି ଟିକେ ଦିଅ ମୁଁ ଟିକେ ତଳେ ଆଡେ ଯାଇନି ଆହୁରି କମ ଲାଗିଥିଲେ ଆରେ ଇରେ ମୋ ଉପରୁ ପଡିଥାନ୍ତା ହେଲେ ଉପୁ ଆସେ କଖାରୁଟା ଛିଡେଇଲୁ ସବୁଠୁ ବଡ କଖାରୁ ଯୋଉଟା ସେଟା ଛିଡା ସବୁଠୁ ବଡ କଖାରୁ ଯୋଉଟା ହଁ ଛିଡା ଛିଡେ ଦେ ଶୁଣନି ଦରକାର ବହୁତ ମୋଟା ଶୁଣି କଖାରୁ ଇଏ କରିଦେଲ ଛିଡେଇ ଦିଅ ଛୁଆ ମନା କରୁଛି ତା ପିମ୍ପୁଡି କାମୁଡି ଦେବେ ଆରେ ସେ ଗଛ ମରିଯିବ ସେ ଲୁହାରେ ବାଡେଇଲେ ଗୋଟେ କଖାରୁ ଛିଡିବା ପାଇଁ ତୁ ସେ ଲୁହା ଧରିବୁ ମୋଡ଼ିଦେ এই শুনি এই ভাই তা হাতে লাগে এই সে ছিড়ে পারিবনি সেটা রুম হাতে তো হাতে পশিଯିବ କିଛି ହବନି ଯେ କିନ୍ତୁ ଗୋଟେ କଣ୍ଟା ଭଳିଆ ଲାଗେନି କି ଅବାଗିଆ ଲାଗେ ସେଟା ଉପୁସି ବାଇଡଙ୍ଗ ଗଛଟା ଧରି ଦେଇଥିଲା ହାତରେ ନା ନା এইটাও কেন কল বড়টা কথা আমি ছোটকু করছি আনা আনা হ্যাঁ এই ছোটটা কেন কল আরে কথা রহিবনি লোক নেই যাবে সেটাই আমি কହୁଛି ভাই লুয়া তবে কি কলা ভড়াকু আরে দুষ্ট পিলাটা সেটা সম্বলা গছ সেটি সব হ্যাঁ গছটা না কোন କେତେ ପାଖ ଯାଉଛି ଦେଖ 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 ଆରେ ମୁଁ ଏତେ ବୋକା ତମେ ଟେକିକି ଉଲଉଛୁ କଣ ସେଠି ପାହାଚ ଅଛି ତମେ ବୋକା ବୋଲି କହିନି ଜାଣିଲ କି ମୁଁ ତ ଆଗରୁ ଜାଣିଥିଲି ବାପା ସବୁ ବାପା ଆରେ ସେଠି ବାଇଡଙ୍କ ଗଛ ଅଛି ବୋଲି ବାପା ପକେଇଛନ୍ତି ମୂର୍ଖଟା ଏଇଟା ଗୋଟେ ବାଇଡଙ୍କ ଗଛ ସେଟା ଲାଗିଲେ କଣ ହବ କି ଲାଗିଲେ ଦିନଟା ଖାଲି ଏମିତି ଦଉଥିବୁ ମୁଁ ବି ଯିବି ହେଲେ ସେପଟେ ଚାଲେ ତୁ ଡେଇକି ଚାଲୁ ଦେଖିଲି ପୁପୁର କେତେ ଟମାଟୋ ଏ ସବୁ ଗଛ ଗୁଡା କଣ୍ଟା ଭଳିଆ ବାହାରିଛି ହାତରେ ପଶି ଉଠିବେ ମାନେ ଏଇ ଯୋଉ ରିବି ରିବି ହେଇକି କେମିତି ହେଇଛି ସବୁ ହାତରେ ଏଇଗୁଡା ହିଁ ହାତରେ ପଶିଯିବ ତୁ କଣ ସେ ଗଛଟା ଉପାଡୁଛୁ ବୋଲି ଏଠି ବି ଟମାଟୋ ହେଇଛି ଏଇଟା ହଁ ସେ କହୁଦ ନା ସେ ଗଛ ଜମା ହାତ ଭୁଲ ହାତ ମାନା ଆରେ ଆମର ଯୋଉ ଘରେ ପରିବା ଚୋପା କଟାଉନି ଶୁଣି ପରିବା ଚୋପା ହଁ ସେଇ ଗଛ ଶୁଣ ସେ ପରିବା ଚୋପା ମାସେ ରଖିବ ଶୁଣି ଶୁଣି ଘରେ ଯୋଉ ପରିବା ଚୋପା ଆମର ରହୁନି ତାକୁ ମାସେ ରଖିବ ମାସେ ବସ୍ତାରେ କରି ପକେଇଦବ କେତେ ପ୍ରକାର ଗଛ ତ ଜାଣିପାରିବନି ମାନେ ସବୁ ବିଭିନ୍ନ ପ୍ରକାର ଗଛ ତାକୁ ବାହାରିବ ଆମ କଲେକ୍ସନ ଗୁଡା ଏତେ ହେଇଗଲାଣି ଜାଗା ହେବନି ମମ୍ମି ଆରେ ପାଟ ବ୍ୟାଗରେ ଜାଗା ହବନି ନା ବ୍ୟାଗରେ ପାଟ କରିବି କଲେକ୍ସନ ମାନେ ଯେତିକି ହେଲାଣି ଜାଗା ହେବନି କହୁଛି ସେ କହୁଛି ପାଟ କର କଖାରୁ କଲରା କଖାରୁ ପତ୍ର ତୁଳସୀ କାଇଁ ନବୁ ସେଟା ଇଏ କେବେ ଖଡ଼ା ହବନି ତି
ନା ନାଇଁ ପୁରା ସରିଯିବ ମତେ ଲାଗୁଛି ଏଥିରେ ବେଡସିଟ୍ ତିଆରି ହୁଏ ବୋଧେ ନାଇଁ ଏଇଟା କେବେ ସରିବନି ଟି ନା ମୁଁ ତ ନଉ ହଁ ଶୁଣ ଗୋଟେ କାମ କରିବା ଏଇଠୁ ଗୋଟେ ଡାହି ନେଇଯା ଲଗେଇବା ଆମର ଘରେ ମୁଁ ତ ଗୋଟେ ଗଛ ବି ତୋଳିକି ନଉଠି ଏରିକା ନା ଲାଷ୍ଟ ଛିଡ଼ିବୁ ଏବେ ସେଟା ନା ଗଲାବେଳୁ ଛିଡ଼ିବୁ ଏଇ ବାପା ସେଟା ଛିଡ଼େଇ ସାରିଲେଣି ଦେଖେ କେମିତି ହବ ଛିଡ଼େଇ ସାରିଲେଣି ମା ଶୁଖିଲା ଚୋପା ଛାଣିଦେଲେ ଘସିବ ଆଉ କଣ? ଏଇଠି ବି କେତେ ହେଇଛି ହଁ ବହୁତ ହେଇଛି ମୁଁ ତୋଳୁଥିଲି ମମି ସାର୍ ଯା ନା ଏଇ ଗଛଟା ଥିଲା କି ରହି ମୁଁ କେତେ ଜିନିଷ କରିଥିଲି କେତେ ଏ ର ଏମିତି ଫାଷ୍ଟ ତମକୁ ଶିଖେଇଲି ଆରେ ମମି ଏମିତି ନବ ସେଗୁଡ଼ା କାହିଁକି ଦେଖେଇଲା ଦେଲୁ ଏ ମମି ସେଟା ଭିତରୁ ବେଶୀ ଯାଆନା ସାପ ଥିବେ ଆଉ ତୁ ବ୍ୟାଗରେ ଦେ ଏଇଟା ଆମ୍ବ ଗଛଟା ହେଇଛି ବଢ଼ିଆ ଆମ୍ବ ଗଛଟା ତୋ ଆଇଟା ମୁଁ ଜାଣିଦେବି ଏ ଦେଶୀ ଦେଶୀ ଭଳିଆ ଲାଗୁନି ତ ଦେଖିଲୁ କଣ ଏଇଟା ବୋଧେ ଧଳା ଜାଣିଲୁ ଏଇଟା ଧଳା ହଁ ଏଇଟା ଧଳା ରଖ ଧଳାଟା ଧଳା ରଖ ହଁ ଚାଲ ଯିବା ଏଇଠୁ ଗୋଟେ ତୋଳିକି ନେଇ ପଡ଼ିବ ଗଛରୁ ଏଇ ଗଛରୁ ଗୋଟେ ଗଛ ଗୋଟେ ଧାଇ ତୋଳି ସେ ଯୋଉ କଥାରେ ଲାଗିଥିବ ସେଇଟା ହିଁ ଲାଗିଥିବ ତୋଳିକି ନବ କହିଛନ୍ତି ସେ ତା ମୁଣ୍ଡଟା ସେଇଠି ଆଉ ମୁଁ ତୋଳିକି ନେଲି ଗଲାରୁ ନବୁ ତ ବାରମ୍ବାର କୁହାଲା ଏବେ ଛିଡ଼ିଲେ କଣ ଛୋଟଟା ଛିଡ଼େ ନା ବଡ଼ ଛିଡ଼ିବୁ ଛୋଟଟା କିଛି ଲାଭ ନାହିଁ ଛୋଟ ଛିଡ଼ିକି ଲାଭ ନାହିଁ ବଡ଼ଟା ନବୁ ଗଲାରୁ ଶୁଖି ଯାଉଛି ଏମିତି ଶୁଖି ହଁ ଯିବ ଗୋଟେ ଫଟୋଟା ଉଠେଇକି ତାପରେ ଶୁଖି ଛିଡ଼ିବୁ ଯିବ ହଁ ନାଇଁ ସବୁ ମା ଏଇ ଗଛରୁ ଗୋଟେ ଧାଇକି ଆମେ ଘରକୁ ନେଇଯିବୁ ବାପା କହିବା ଏଇ ଗଛରୁ ଧାଇ ସେଇ ପୁରା ସେଇଠି ଫୁଲ ଫୁଟିବ ଏଥିରୁ ଆମେ ଗୋଟେ ନେଇଯାଉଛି ଧାଇରୁ ଆଗ ଫଟୋ ଉଠିବ ତାପରେ ହଉ ଆରେ ହଁ ଧାଇରୁ ଗୋଟେ ନେଇକି ଯିବୁ ଆମେ ଆସିବ ଟିକେ ଠିଆ ଫଟୋ ଉଠେଇ ଯା ମା ଠିଆ ଗୋଟେ ଫଟୋ ଉଠେଇଦା ଏପଟେ 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 ଆଉ ମୁଁ ତୁ ଉଠା ତୁ ନାଚିବ କେଉଁ ଫୁଲ କି ସୁନ୍ଦର ଜାଗାଟା ବହୁତ ବଢ଼ିଆ ଲାଗୁଛି ନା ସୁନ୍ଦର ପରିବେଶ ଭଲ ଭଲ କେବୁ ଆରେ ପାଖାପାଖି ଠିଆ ହଉନ ମନକୁ ମାନେ ସେ ଫଟୋ ଉଠୁଛି ନା କଣ ଏ ଭିଡିଓ କରାହଉଛି ମହାଦେବଙ୍କର ଜୋରରେ ଇଏ ପୁପୁଡ ଦିଅ, ପୁପୁଡ ଛିଡୁ। ମହାଦେବଙ୍କର ଦୁଦୁରା ଇଏ ଈଶ୍ୱର ଦେବତା। କହି ଛିଡେଇ ଦିଅ କଥା ଛେ ଛେ ଆ ମୋ ଭଲ ମତେ ଦେଇ ଆ ମୋ ଭଲ ହାତ ବି ଠାକୁର ପିନ୍ଧିବେ ହଁ ହଁ ପିନ୍ଧେଇ ଦବା କାହିଁ ନଷ୍ଟ କଣ କରିବ କି ଦିଅ ତାକୁ ଡାହି ନେଇଯା ଡାହି ନେଇଯା ହଁ ଏଇ ଗଛଟା ଡାହି ଦବ ଫୁଲ ପିନ୍ଧିବେ ଏଇଥିରୁ ହବ ଗଛ ଦିଅ। ହବ ନା ଆରେ ଡାଇରୁ ହବ ମୁଁ ତ ରକ୍ଷା ବି ନେଲି ମୁଁ ତ ରକ୍ଷା ବି ନେଲି ନେଇଯିବା ସବୁ ତ ନଉଛନ୍ତି ନେଇଯିବା ନା ମୁଁ ତ ରକ୍ଷା ବି ନେଲି ସେ ଠାକୁରଙ୍କୁ ଦବା ଘରକୁ ଦବା ଆମେ ବି ଠାକୁରଙ୍କୁ ଦବା ନା ନା ଏଇଟା ମୁଁ ଠାକୁରଙ୍କୁ ଦେବି ତାହେଲେ ମୁଁ ରଖୁଛି ମଞ୍ଜି ଝଳି ପଇଲା ଏଇ ମଞ୍ଜିକୁ ପୋତିଲେ ହବ ଟି ବିଷ୍ଣୁ 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 ଏଇ ମଞ୍ଜିକୁ ପୋତିଲେ ହବ ଟି ହଁ ସେ ଆରେ ପଡିଲେ କିଛି ଉଠି ଦେ ଉଠା ଉଠା ମିଶିଯିବ ସେଟା ମତେ ଦେଇଦେ ଦେଖିଲୁ ଧରିକି ସୁନ୍ଦର ଫୁଲ ହେଇଛି ତୁ ଗୋଟେ ପେନ୍ଥା କରି କାହାକୁ ଗିଫ୍ଟ ଦେଉ ତା ମନ ଖୁସି ହେଇଯିବ ସୁପର ଫୁଲ ହଁ ତ ଏତିକି ଥାଉ ନାଇଁ ଫୁଲ ତୋଡ଼ା କରିଦେଲୁ ନା ନୂଆଟା ନିଅ ମମି ଦେ ଶୁଣି ଦେ ସେ ଏକାଳେ କରି ଧରିଦଉ ଧଇଲା ନା ଯୋଡ଼େ ଧରିବି ସେଠି ଗୋଟେ କଲରା ପତ୍ର ହେଉଛି ଡାହାଣ ପଟେ ମାନେ ଏତେ ଜଙ୍ଗଲଜାତ ଦ୍ରବ୍ୟ ହଉ ସାରି ଯାଉଛି ମୋ ବାଡି ଭିତରୁ ଦେଖା ଏଇ ମଞ୍ଜି ଏଇଟା ପତ୍ରଟା ଆଣିକି କହୁଛୁ ମଞ୍ଜି ପତ୍ର ନୁହେଁ ଖୋଲିକି ଦେଖ ଓ ସେ ରେଡ୍ କଲର ଫୁଲ ଯୋଉ ତାରି ମଞ୍ଜି ଆରେ ଏଟା କଣ୍ଟା ଗୁଡା ଆଣିଛୁ କହୁଛୁ ରେଡ୍ କଲର ଆରେ ଆକୁ ଏମିତି ଘଷିବ ବ୍ଲାକ୍ ବ୍ଲାକ୍ ଦେଖୁଛୁ ଏଗୁଡା କୋଉ ମଞ୍ଜି ମତେ କହ ସେ ରେଡ୍ କଲର ଫୁଲ ମମ୍ମି ଦେଖିଲୁ ଯୋଉ ମଞ୍ଜି ଦେଖୁଛୁ ରେଡ୍ କଲର ଫୁଲର ଦେଖିଲୁ ରେଡ୍ କଲର ଫୁଲର ମଞ୍ଜି କହୁଛି ଦେଖିଲୁ ମତେ କଣ ଲାଗୁଛି କଣ୍ଟା ଗଛ ନେଇକି ଆସିଛି ଏଇ ଠିକ ଅଛି ମଞ୍ଜି ଏବେ ଫୁଲ ବି ତମକୁ ଦେବି ଗୋଟେ କାମ କରେ ଏଇଟାକୁ ଫୁଲରେ ମଞ୍ଜି ମାରିବ ଏଇଟାକୁ ସେ ଗାଡି ବ୍ୟାଗ ଭିତରେ ପକେଇଦେ ବ୍ୟାଗ ଭିତରେ ନା 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 ଆକୁ ଧରିବା ପଡିବ ପଡିଯିବ ଖୋଲି ନାଇଁ ଦେଖିଲେ ରଖେ ନା 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 ପଡିଯିବ ଛାଡ଼ିଦେଲେ ଏମିତି ଖୋଲି ଦେଖିଲେ କଣ ହବ ନା ଛାଡ଼ିଦେଉଛି କିନ୍ତୁ ହଁ ବ୍ୟାଗ ସେ ବଡ଼ ବଡ଼ ଧରିଛି ଛାଡ଼ ଆରେ ଧରିକି ଯିବ ଦେଖିଲ ଆମେ ଧରିକି ପଳେଇବୁ କଣଟା ମଞ୍ଜିଟା ଧରିକି ଯିବ ପଡିଯିବ ଭାଙ୍ଗିବ ନା କଣ ଗାଡି ଦେଖା ଟିକେ ଦେଖା ପଡ଼ିବ କଣ କଣ ଦେଇଦେଲେ ଯାକ ସେ ଠିକ ହବ ରହିଲ ସେ କାଢିବେ ଦିଅ କଣ ବୁଲା ଅନ୍ ଅଛି ହଁ କଣ ଦେବୁ ୟାକୁ ନୁହଁ ପାଣିରେ ଏମିତି ପକେଇ ନା ତ ଆମର ତୁଳସୀ ଦରକାର ନା ଦରକାର ପାଣିରେ ଠାକୁର ପୂଜା ହେବେ। ପୂଜା ହେବେ ଆମକୁ ଏତେ କିଏ ମାମତକାରୀ କରିବ ଦେବି ଯେ ତୁଳସୀ ତୁଳସୀ ଉପରେ ଏଇ ଯୋଉ ଫୁଲ ଫୁଲ କାଲି ଠାକୁରଙ୍କୁ ପିନ୍ଧେଇ ଦେବୁ
ଏଇ ଫୁଲ ଠାକୁର ପିନ୍ଧନ୍ତି ମତେ ଲାଗୁନି। ଆରେ ବସ୍ ମହାଦେବ ଜଟା ଶଙ୍କର ଫେଭରେଟ କି ଈଶ୍ୱର ଜଟା ୟା ନା ଈଶ୍ୱର ଜଟା ଏବେ ଚାଲୁନ ଯିବା ସାଙ୍ଗ ହେଲେ ବହୁତ ସମୟ ଏଠି ବୁଲା ହେଲା। ଆଉ ଗୋଟେ ପଟେ ଜାଗାକୁ ଯିବା। ଆଉ ଗୋଟେ ଜାଗାକୁ ଆଉ ଯାଉଛୁ। ଗୋଟେ ଜାଗାକୁ ଯିବା ଏଇନା ଆମ୍ବ ହେଇଥିବ ସେଠି। ଚलो ଗାଇସ୍। ବାବା ତୁ ବାବା କାବା ହଉତା ଯେମିତି କଣ ଦେଖୁଛ ଏଇ ବ୍ଲାକ୍ ବ୍ଲାକ୍ ଦେଖୁଛ ରହ କି ପୁପୁ ଶୁଣ, ଆରେ ପୁପୁ ଏଇ ଫୁଲଟା ବହୁତ ରେୟାର ଥାଏ। ଏଇଟା ତୁ ହେଲେ ଯେବୁ ଫୁଲ ଦୋକାନ ଏଇଭଳିଆ ଗଛ କିଣିବୁ ସିଏ କହିବେ 400 ଟଙ୍କା 500 ଟଙ୍କା କହିବେ। କାହିଁ କହିଲୁ? ଆମେ ଏଇପଟେ ଆସିଥିଲୁ କେତେ ନାଇଁ ବର୍ଷେ ହେଲାଣି ବୋଧେ ନା କେତେ ବା। ସାଙ୍ଗମାନେ ଏଇ ବ୍ଲଗ୍ରେ ଏତିକି ଏବେ ଆମେ ରଖୁଛୁ କାହିଁକି ନା ଭିଡ଼ିଓଟା ନହେଲେ ବହୁତ ବଡ଼ ହେଇଯିବ। ତ ଏଇଠି ଆମେ ଏଣ୍ଡ କରୁଛୁ। ରହୁଛୁ ଜୟ ଜଗନ୍ନାଥ। ଆଉ ଲାଷ୍ଟ କହିବାକୁ ଭୁଲି ଯାଇଥିଲି ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥିବ ତ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ। ଆଉ ଗୋଟେ ଲାଷ୍ଟ କଥା କହୁଛି ଏଇ ଯେଉଁ ରେଡ୍ କଲର ଫୁଲଟା ନା ଯଦି କିଏ ଜାଣିଥିବେ ତ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ ଏଇ ଫୁଲର ନାଁ କ'ଣ।